ତାପରେ ଏଇ ଯେଉଁ ହାତରେ ଜୀବନ ରେଖା ଯେଉଁ ମସ୍ତିଷ୍କ ରେଖା ଛକ 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 ହେଇକି ଏତେ ବାଟ ପଳେଇ ଆସିଲା। ଇଏ କ'ଣ କରିବ, ୟାର ପାଠପଢ଼ା ବୟସ ଗଡ଼ିଗଲା ପରେ ପଶ୍ଚାତାପ କରିବ, ପଛରେ ଅନୁତାପ କରିବ। ହଁ, ଏ ବା ମସ୍ତିଷ୍କ ରେଖା ଆଉ ଛକ 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 ହେଇକି ବହୁତ ବାଟ ପଳେଇଛି। ୟାର ଅସ୍ଥିର ମନ, ବୁଲାବୁଲି କ୍ଷେତ୍ରରେ ଭାରି ଆଗ୍ରହ, କେଉଁଥିରେ ଗୋଟେ କାମ ମନ ଦେଇ କରିବା ଅସ୍ଥିର ଚିତ୍ତ। ମସ୍ତିଷ୍କ ରେଖା 3 ଭାଗ 4 ଭାଗ ହେଇଯାଇଛି, ଫ୍ରିକେଲ୍ ମାଇଣ୍ଡ। ତାପରେ ୟାଙ୍କର ପରିବାରର କଣ୍ଡିସନ୍ ଭଲ ନାହିଁ। ନା, ବାପା ମାଆଙ୍କର ପଡ଼ୁନି। ବାପା ଖରାପ ବାଟରେ ଯାଇଛନ୍ତି ହେରି, ମା ଦୁଃଖ କଷ୍ଟରେ ପିଲାଟାକୁ ବଢ଼ଉଛନ୍ତି। ଆଉ ପେଟ ରୋଗ ୟାର ଅଛି, ମସଲା ମସଲି ଖାଇବ, ନିଜର